ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ପଦ୍ମମାଳୀ। ଲେଖକ ସ୍ୱର୍ଗତ ଉମେଶ ଚନ୍ଦ୍ର ସରକାର। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଆଜି ଆମେ ଶୁଣିବା ନବମ ପରିଚ୍ଛେଦ, ଯାହାର ନାମ ଜନଶ୍ରୁତି। ପୂର୍ବ ପରିଚ୍ଛେଦରେ ଯେଉଁ ଘଟଣା ବର୍ଣ୍ଣିତ ହୋଇଅଛି, ତହିଁର କିଛି ଦିନ ଉତ୍ତାରୁ ଅପରାହ୍ନରେ ପୁରୁଷୋତ୍ତମ ସେନାପତି ତାହାର ଶାଳରେ କର୍ମ କରୁଥିଲା। ସେନାପତିର ଗୃହ ପାଞ୍ଚଗଡ଼ରେ। ସେ ଜଗୁ ପଟ୍ଟନାୟକଙ୍କର ପ୍ରତିବେଶୀ। ସେନାପତି ନୀଳଗିରି ରାଜ ସର୍ଦ୍ଦାରର ଲୋହକାର ଥିଲା ଓ ଉପଯୁକ୍ତ ଜାଗିର ପ୍ରାପ୍ତ ହୋଇ ସ୍ୱଚ୍ଛଳ ଅବସ୍ଥାରେ ଲୋକ ଥିଲା। ସେନାପତି ଶାଳରୁ ଏକ ଏକ ଖଣ୍ଡ ତପ୍ତ ଲୋହ ଷଣ୍ଢୁଆସିରେ ଧୃତ କରି ନିହାଇ ଉପରେ ରକ୍ଷିତ କରୁଥିଲା ଓ ଏକ ଜଣ ସହକାରୀ ଏକ ଲୌହ ହାତୁଡ଼ି ଦ୍ୱାରା ଉକ୍ତ ଲୌହକୁ ଆଘାତ କରି ତାହାକୁ ଆବଶ୍ୟକୀୟ ଗଠନ ପ୍ରଦାନ କରୁଥିଲା। ଅନ୍ୟ ଏକ ଜଣ ସହକାରୀ ଏକ ଭସ୍ତ୍ରା ଦ୍ୱାରା ଶାଳକୁ ପ୍ରଭୂତ ବାୟୁ ପ୍ରଦାନ କରୁଥିଲା। ଏପରି ସମୟ ବାଞ୍ଛାନିଧି ବଳବନ୍ତରା ଧୀରେ ଧୀରେ ଆସି ସେନାପତିଙ୍କ ନିକଟରେ ଉପବିଷ୍ଟ ହେଲା। ବଳବନ୍ତରା ମୟୂରଭଞ୍ଜରୁ ପ୍ରତ୍ୟାଗତ ହୋଇ ମନ ଦୁଃଖରେ ତାହାରି ସହିତ ସାକ୍ଷାତ କରିନଥିଲା। ସେନାପତି ବଳବନ୍ତରାକୁ ସ୍ନେହ କରୁଥିଲେ ଓ ସେ ଶାଳକୁ ଆସିଲେ ତାହାକୁ ଅନେକ ଉପଦେଶ ବାକ୍ୟ ପ୍ରଦାନ କରୁଥିଲେ। କିନ୍ତୁ ଆଜି ବଳବନ୍ତରା ଆସିଲାରୁ ସେନାପତି ତାହା ସହିତ ବାକ୍ୟାଳାପ ଦୂରେ ଥାଉ ତାହା ପ୍ରତି ଦୃଷ୍ଟି ସୁଦ୍ଧା ନିକ୍ଷେପ କଲେ ନାହିଁ। ବଳବନ୍ତରା ଏହାର ଅର୍ଥ ବୁଝିବାକୁ ଅକ୍ଷମ ହୋଇ ମୌନ ଭାବେ ବସି ରହିଲା। କିଛି କ୍ଷଣ ଏହିପରି ରହିଲା ଉତ୍ତାରୁ ସେନାପତି ବଳବନ୍ତରାକୁ କହିଲେ, କି ହୋ ବଳବନ୍ତରା, ମୟୂରଭଞ୍ଜରେ ବଡ଼ ବୀରପଣିଆଟା ଦେଖାଇ ଆସିଲ? ଏହା ଶୁଣି ବଳବନ୍ତରା ନିର୍ବାକ। ଘୋର ତମସ୍ୟାଚ୍ଛନ୍ନ ନିଶୀଥ କାଳରେ ମୟୂରଭଞ୍ଜ କିଲ୍ଲାରେ ଯେଉଁ ଘଟଣା ହୋଇଥିଲା ତାହା ନୀଳଗିରିରେ ପ୍ରଚାରିତ ହୋଇଥିବାର ଦେଖି ସେ ଅତି ଆଶ୍ଚର୍ଯ୍ୟାନ୍ୱିତ ହେଲା। ମନେ ମନେ ବିଚାର କଲା ଯେ ଆକାଶ ଭାଙ୍ଗି ତାହା ମୁଣ୍ଡରେ ପଡ଼ିଲା। ସେନାପତି ଅବଶ୍ୟ ସମୁଦାୟ ଜାଣିଅଛନ୍ତି, ଏହା ସ୍ଥିର କରି ସେ ଯେତେ ଦୂର ଜ୍ଞାତ ଥିଲା ତାହାଙ୍କଠାରୁ ଗୋପନ କରିବାର ସୁବୁଦ୍ଧିର କାର୍ଯ୍ୟ ବିବେଚନା କଲା ନାହିଁ। ତଥାପି ସେନାପତି ପ୍ରକୃତରେ କେତେ ଦୂର ଜ୍ଞାତ ଥିଲେ ତାହା ଜାଣିବା ସକାଶେ ସେ କହିଲା, କି ବୀରପଣିଆ? ଆହୁରି କହୁଛ କି ବୀରପଣିଆ? ଆଚ୍ଛା, ଦୁର୍ଯ୍ୟୋଧନ ପାଷାଣ୍ଡ ବୋଲି ସମସ୍ତେ ଜାଣନ୍ତି। ତୁମ୍ଭେ କିପରି ଜଗୁ ପଟୁଆରୀଙ୍କ ଝିଅକୁ ନେଇଗଲ? ବଳବନ୍ତରା ଜାଣିନଥିଲା ଯେ ପଦ୍ମମାଳୀ ପଟୁଆରୀଙ୍କ ଝିଅ। ଏହା ଜାଣି ସେ ଆପଣା ମନେ ମନେ ଶତ ଧିକ୍କାର କଲା ଓ ସେନାପତିଙ୍କୁ ଉତ୍ତରରେ କହିଲା, ସେ ପିଲାଟି ପଟୁଆରୀଙ୍କ ଝିଅ ଏହା ମୁଁ ଜାଣିନଥିଲି। ଏହା ଜାଣିଥିଲେ ମୁଁ କେବେ ଏ କାର୍ଯ୍ୟ କରିନଥାନ୍ତି। ମୁଁ ଯେଉଁ କାର୍ଯ୍ୟ କରିଅଛି ତାହା ପାଇଁ ମୁଁ ଯେତେ ଦିନ ବଞ୍ଚିଥିବି ମୋହର ମନର ଦୁଃଖ କେବେ ଯିବ ନାହିଁ। ମତେ ଦୁର୍ଯ୍ୟୋଧନ ପାଣି ଆଣିବା ପାଇଁ ପଠାଇଦେଲା। ମୁଁ ପାଣି ପାଇଁ ଗଲି। ତାହା ବା ସେ ପିଲାଟିର କ'ଣ ହେଲା ମୁଁ ଆଉ ଜାଣିନାହିଁ। ସେ ପିଲାଟିର କିଛି ଅନିଷ୍ଟ ହୋଇନାହିଁ ଏହା ଜାଣିଲେ ମଧ୍ୟ ମୋର ମନର କଷ୍ଟ କେତେ ଦୂର ଶାନ୍ତ ହେବ? ନା, ପଦ୍ମମାଳୀର କୌଣସି ଅନିଷ୍ଟ ହୋଇନାହିଁ। ଭଗବାନ ତାହାକୁ ଦୁର୍ଯ୍ୟୋଧନ ହସ୍ତରୁ ରକ୍ଷା କରିଅଛନ୍ତି। ସେ କିପରି ଜାଣିବାକୁ ମୋର ମନ ବଡ଼ ବ୍ୟଗ୍ର ହେଉଛି। ଦୁର୍ଯ୍ୟୋଧନ ଏକାକୀ ପିଲାଟିକୁ ପାଇ ତାହାକୁ ଅନେକ ବିନୟ କଲା, କିନ୍ତୁ ତଦ୍ୱାରା ତାହାକୁ ରାଜି କରି ନ ପାରି ଶେଷରେ ତାହା ପ୍ରତି ବଳ ପ୍ରକାଶ କରିବାର ଆରମ୍ଭ କଲା। କିନ୍ତୁ ଅସହାୟର ସହାୟ ଭଗବାନ। ଏହିପରି ସମୟରେ ରାଉତରାୟ ବାବୁ ପୃଥ୍ୱୀନାଥ ଭଞ୍ଜ ସେଠାରେ ପହଞ୍ଚି ପଦ୍ମମାଳୀକୁ ତାହା ହସ୍ତରୁ ରକ୍ଷା କଲେ। ତେବେ ରାଉତରାୟ ବାବୁ କେବଳ ପାଇକ ପଠାଇ ନିଶ୍ଚିନ୍ତ ନଥିଲେ, ସେ ନିଜେ ଦୁର୍ଯ୍ୟୋଧନକୁ ଧରିବା ପାଇଁ ଆସିଥିଲେ। ମୁଁ ଯେଉଁଠାରୁ ପାଣି ଆଣିଥିଲି ସେଠାକୁ ଲୋଟା ଫେରାଇ ଦେବାକୁ ଯାଇ ଶୁଣିଲି ଯେ ରାଉତରାୟ ବାବୁ ଦୁର୍ଯ୍ୟୋଧନକୁ ଧରିବା ପାଇଁ ପାଇକ ପଠାଇଲେ। ପାଇକଙ୍କୁ ସାଙ୍ଗରେ ଘେନି ସେ ନିଜେ ଆସିଥିଲେ। ପଦ୍ମମାଳୀକୁ ଦୁର୍ଯ୍ୟୋଧନ ହସ୍ତରୁ ରକ୍ଷା କରି ଏକ ମଠରେ ସେ ରାତ୍ର ତାହାକୁ ରଖାଇ ତହିଁ ଆରଦିନ ତାର ମାକୁ ଅଣାଇ ଓ ମା ଝିଅଙ୍କ ସାଙ୍ଗରେ ପାଇକ ଦେଇ ସେମାନଙ୍କୁ ଘରାଇ ପଠାଇ ଦେଲେ। ରଜାପୁଅର କଥା ଭିନ୍ନ। ତା ଉତ୍ତାରୁ ଦୁର୍ଯ୍ୟୋଧନର କ'ଣ ହେଲା କିଛି ଶୁଣିଛ? ନା, ପଦ୍ମମାଳୀ ତାହା କିଛି କହିପାରୁନାହିଁ। ଦୁଷ୍ଟର ଉପଯୁକ୍ତ ଶାସ୍ତି ହୋଇଅଛି, ତଥାପି ଉପଯୁକ୍ତ ଶାସ୍ତି ହୋଇନାହିଁ। ଅବଶ୍ୟ ଦିନେ ଉଚିତ ଦଣ୍ଡ ପାଇବ। କି ଦଣ୍ଡ ପାଇଲା? ଯାହା ପାଇଛ ଖୁର ହୋଇଛି, ତେବେ ମଧ୍ୟ ମୋହର ମନବଦ୍ଧ ହୋଇନାହିଁ। କ'ଣ ପାଇଛି କହୁନାହ କାହିଁକି? ଯାହା ପାଇଛି ତାହା ମନ ଜାଣିଥିବ। ତା କ'ଣ କହ? ତୁମେ ଥରେ ତାହା ଦେଖିଥାନ୍ତ। ମଲା, ସେଇଟା ତ କହୁନାହୁଁ କାହିଁକି? ମୁଁ ପାଣି ଘେନି ଆସିଲି। ଦେଖିଲି ଯେ ଦୁର୍ଯ୍ୟୋଧନ ଯେଉଁଠାରେ
ଥିଲା ସେଇଟାରେ ନାହିଁ। ତୁ କଣ କଲୁ? ମୁଁ ଅନେକ ଖୋଜିଲି, କୌଣସି ଠେଇ ତାହାକୁ ପାଇଲି ନାହିଁ। ସେଠାରୁ କଣ କଲୁ? ମୁଁ ପାଣି ଲୋଟା ଫେରାଇ ଦେବାକୁ ଗଲି। ସେଠାରୁ ଯାହା ଘରୁ ପାଣି ଆଣିଥିଲି ସେ ବିଚାରା ମତେ କେତେ ଯତ୍ନ କଲା। ତାହା ଘରେ ଯାଇ ଦେଖିଲି ଯେ ମନ୍ତ୍ରୀରୁ ଜଣେ ଆସି ପଦ୍ମମାଳୀକୁ ଦୁର୍ଯ୍ୟୋଧନ ନେଇ ପଳାଇବାର କଥା କହୁଥିଲା। ତାହାଠାରୁ ଶୁଣିଲି ଯେ ରାଉତରାୟ ବାବୁ ଦୁର୍ଯ୍ୟୋଧନକୁ ଧରିବା ପାଇଁ ପାଇକ ପଠାଇଥିଲେ। ଏହା ଶୁଣି ମୋହର ଜ୍ଞାନ ଉଡ଼ିଲା। ମୁଁ ମନେ କଲି ଯେ ଏମାନେ କାଳେ ମତେ ଧରନ୍ତି। ଭୟରେ ମୋ ହାତରୁ ଲୋଟାଟା ଖସି ପଡ଼ିଲା। ଶବ୍ଦ ଶୁଣି ସେମାନେ ମୋ ପାଖକୁ ଆସିଲେ। ମୁଁ କହିଲି ଯେ ବରଗଛରେ ଧୋବ ଲୁଗା ପିନ୍ଧ ଭୂତଟା ଛିଡ଼ା ହୋଇଥିବାର ଦେଖି ମତେ ବଡ଼ ଭୟ ହେଲା। ମର ଉଲ୍ଲୁ, ମୁଁ ପଚାରୁଛି ଯେ ଦୁର୍ଯ୍ୟୋଧନ କି ଦଣ୍ଡ ପାଇଲା? ତୁ ଏଗୁଡ଼ା କଣ କହୁଛୁ? ମୁଁ ମୂଳରୁ ସବୁ କହୁଛି। ମୂଳଟା ନ କହି ଅଗଟା କେମିତି କହିବି? ହଉ, ଯାହା ଜାଣୁ ତା କହ। ସେ ରାତିକ ମୁଁ ସେଠାରେ ରହିଲି। ସେମାନଙ୍କର କଥାବାର୍ତ୍ତାରୁ ଜାଣିଲି ଯେ ଦୁର୍ଯ୍ୟୋଧନକୁ ରାଉତରାୟ ବାବୁ ଧରି ନେଇ ଗଲେଣି। ସକାଳୁ ମୁଁ ଆସିଲି। ବାଟରେ ଘୋଡ଼ାର ଟାପୁ ଦେଖିଲି। ଘୋଡ଼ା ସବୁ ଆସୁଥିବାର ଦେଖିଲି, କିନ୍ତୁ ଫେରି ଯାଇଥିବାର ଦେଖିଲି ନାହିଁ। ଦୁର୍ଯ୍ୟୋଧନକୁ ନେଇ ଯାଇଥିଲେ ଅବଶ୍ୟ ଘୋଡ଼ା ଫେରି ଯାଇଥିବାର ଚିହ୍ନ ଦେଖିଥାନ୍ତି, କିନ୍ତୁ ସେହିପରି ଚିହ୍ନ ନ ଦେଖି ମୋର ମନରେ ସନ୍ଦେହ ହେଲା। ଦୁର୍ଯ୍ୟୋଧନ ରାତରାତ୍ରିରେ ଯେଉଁଠାରେ ବସିଥିଲା ସେଠାକୁ ଆସି ଚାରିଆଡ଼େ ଅନାଇଲି। ଦୂରରେ ଗୋଟିଏ ମଣିଷ ପରି ଦେଖାଗଲା। ସେ କି ଦୁର୍ଯ୍ୟୋଧନ? ହଁ, ସେ ଦୁର୍ଯ୍ୟୋଧନ। ସେ ସେଠାରେ କଣ କରୁଥିଲା? ଆଉ କଣ କରୁଥିଲା? ଦାସଙ୍କର ସେଠାରୁ ଆସିବାର ଅକ୍ତିଆର ନଥିଲା। କାହିଁକି? ମୁଁ ଦେଖିଲି ଯେ ସେ ପଛମୁହାଁ ହୋଇ ଗୋଟାଏ ଗଛ ମୂଳରେ ବନ୍ଧା ହୋଇଥିଲା। କଣ କହୁଛୁ? ଯାହା କହୁଛି ତ। ରାତିଯାକ ସେହିପରି ଥିଲା? ତାହା ନୁହେଁ ତ ଆଉ କଣ? ସେଠାରୁ କଣ ହେଲା? ରାତିଯାକ ଖୁବ୍ କଷ୍ଟ ପାଇଛି ତାହେଲେ? ତାହା ଆଉ ପଚାରୁଛ? ଦୁଷ୍ଟର ଯେପରି କାର୍ଯ୍ୟ ତହିଁର ଉଚିତ ଫଳ। ସେଠାରୁ ଫିଟାଇ ଦେଲା କିଏ? ମୋହରି ଅଭାଗ୍ୟ। କିଆଁ? ମୁଁ ପହଞ୍ଚିଲା ବେଳେ ଦୁର୍ଯ୍ୟୋଧନ ଆଖି ମୁଦିଥିଲା। ମୁଁ ତାର ଏବସ୍ଥା ଦେଖି ବ୍ୟସ୍ତ ହୋଇ ବନ୍ଧନ ଫିଟାଇ ଦେଲି, କିନ୍ତୁ ଦୁଷ୍ଟ ପିଲାଟି ମାତ୍ରକେ ମୋହ ପିଠିରେ ଦୁଇ ବିଧା ବସାଇ ଦେଲା। ଦୁଷ୍ଟ ଲୋକର ଉପକାର ମଧ୍ୟ କରିବା ଉଚିତ ନୁହେଁ। ତତେ କାହିଁ ମାରିଲା ତାହା ସେ ଜାଣେ, କିନ୍ତୁ ଏହାର ପ୍ରତିଫଳ ନ ଦେବା ପର୍ଯ୍ୟନ୍ତ ମୁଁ ନିଶ୍ଚିନ୍ତ ହେବି ନାହିଁ। ଏପରି କଥାବାର୍ତ୍ତା ହେଉ ହେଉ ସୂର୍ଯ୍ୟ ଅସ୍ତ ହେଲେ। ସେନାପତି କାର୍ଯ୍ୟ ବନ୍ଦ କରି ଗୃହକୁ ଯିବାର ଉଦ୍ୟମ କଲେ ଓ ତାହାଙ୍କର ସହକାରୀ ପହଲ ଗୋଛଏତକୁ ବାରବାର ସତର୍କ କରିଦେଲେ ଯେ ସେଠାରେ ଯେଉଁ କଥୋପକଥନ ହୋଇଥିଲା ତାହା ଯେପରି ପ୍ରକାଶ ନ ହୁଏ। ଧନ୍ୟବାଦ।